ବିଜୁ ବାବୁ ସେ ଗୋଟେ ଅସାଧାରଣ ଲୋକ ଥିଲେ ଏବଂ ସେ ସବୁବେଳେ ଲୋକମାନଙ୍କର ସାଙ୍ଗରେ ମିଶିକିରି ଚଳିବା ପାଇଁ ଭଲ ପାଉଥିଲେ ଏବଂ ତାଙ୍କ ପାଖରେ କୌଣସି ଆଭିଜାତ୍ୟପୂର୍ଣ୍ଣ ଆଡ଼ାଚଡ଼ା ନଥିଲା ଏବଂ ସେ ସବୁବେଳେ କହୁଥିଲେ ଯେ ଓଡ଼ିଶାର ଜନସାଧାରଣ ଏବଂ ସବୁଠୁ ଯେ ଗରିବତମ ଲୋକଟି ହେଉଛି ତାଙ୍କର ବନ୍ଧୁ ଏବଂ ସେ ସେଇମାନଙ୍କ ସହିତ ରହିବା ପାଇଁ ଚାହାନ୍ତି ଏବଂ ସେମାନଙ୍କ ମଙ୍ଗଳ ପାଇଁ ସେ ତାଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି ଏବଂ କରିଥିବେ ମଧ୍ୟ। ବିଜୁ ଏକଥା କହୁଥିଲେ ନୁହଁ, ସେ ସେଇଟା କାର୍ଯ୍ୟରେ ପରିଣତ କରୁଥିଲେ ଏବଂ ମୁଁ ଯାହା ଦେଖିଛି ତାଙ୍କୁ ସେ ସାଇକେଲ ଚଢ଼ିକି ଯିବାର ମୁଁ ଦେଖିଛି, ଏପରିକି ସ୍କୁଟରରେ ମୁଁ ପଛରେ ବସିକରି ସେ ଯିବାରେ ମୁଁ କେବଳ ନୁହଁ ଓଡ଼ିଶାବାସୀ ଦେଖିଛନ୍ତି ଏବଂ ଏଭଳି ଭାବରେ ବିଜୁ ବାବୁ ଯେତେବେଳେ ମୁଁ ଯାଇଛି ତାଙ୍କ ସାଙ୍ଗରେ ବିଭିନ୍ନ ସଭା ସମିତିକି ଏବଂ ତାଙ୍କ ପାଖରେ ମାନେ ସେ ଥିଲେ ସମ୍ପୂର୍ଣ୍ଣ ରୂପେ ଧର୍ମ ନିରପେକ୍ଷ ଏବଂ ସେ ବହୁ ମୁସଲମାନ ପରିବାରରେ ମଧ୍ୟ ସେ ଖାଇବାକୁ ପସନ୍ଦ କରୁଥିଲେ ଏବଂ ବିନା ଦ୍ୱିଧାରେ ସମସ୍ତଙ୍କ ସହିତ ବସିକରି ଖାଉଥିଲେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସେ ଭଲ ପାଉଥିଲେ ଏବଂ ସେ ମାନେ ଅନ୍ୟ ନେତାମାନଙ୍କ ଭଳି ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ କରିବା ପାଇଁ କେବେ ହେଲେ ଚାହୁଁନଥିଲେ। ସିଏ ମୁଁ ତାଙ୍କ ସହିତ ଯେତେବେଳେ ଗସ୍ତ କରିଛି ବିଭିନ୍ନ ଅଞ୍ଚଳକୁ ସେତେବେଳେ ମୁଁ ଦେଖିଛି ସେ ସାଧାରଣ ଲୋକମାନଙ୍କ ସହିତ ଗାଁ ପିଣ୍ଡାରେ ବସି ଦାଣ୍ଡରେ ବସି ସେ ମାନେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ସହିତ ଏବଂ ଛୋଟ ଛୋଟ ଛୁଆମାନଙ୍କ ସହିତ ବସିକରି ଖାଇବାର ମୁଁ ଦେଖିଛି ଏବଂ ସିଏ କେତେବେଳେ ହେଲେ ମାନେ ଅନ୍ୟ ନେତାମାନଙ୍କ ଭଳିଆ ସେ ଆଡ଼ମ୍ବରପୂର୍ଣ୍ଣ ଜୀବନଯାତ୍ରା ତ ଚାହୁଁନଥିଲେ ମୁଁ କହିଛି, କିନ୍ତୁ ସିଏ ଚିଫ୍ ମିନିଷ୍ଟର ହେଲାବେଳେ ହେଉ ବା ଯେତେବେଳେ ଥିଲେ ବି କେନ୍ଦ୍ରମନ୍ତ୍ରୀ ଥିଲାବେଳେ ହେଉ ମୁଁ ଦେଖିଛି ଅନ୍ୟ ଯେଉଁମାନେ ସେଇ ସବୁ ପଦପଦବୀରେ ରହିଛନ୍ତି ସେମାନେ ସବୁବେଳେ ମାନେ ପୋଲିସର ଭିତରେ ପୋଲିସର ଯୋଗାଳି ଭିତରେ ସିଏ ଯାତାୟାତ କରିଥାନ୍ତି। କିନ୍ତୁ ବିଜୁବାବୁଙ୍କୁ ମୁଁ ଦେଖିଛି ସିଏ ଯେତେବେଳେ ଦିଲ୍ଲୀ ଯାଆନ୍ତି ସେ ସିଧାସଳଖ ଏୟାରପୋର୍ଟକୁ ଯାଆନ୍ତି ଗୋଟେ ହାତରେ ଗୋଟେ ସୁଟକେସ୍ଟେ ଧରିକି ଏବଂ ସେ ବିମାନରେ ବସି ଯାଆନ୍ତି ଏବଂ ଯେତେବେଳେ ଆସନ୍ତି ବି ସେ ବିମାନରେ ତାଙ୍କର କୌଣସି ବଡ଼ିଗାର୍ଡ଼ ନଥାନ୍ତି ଏବଂ ଯେଉଁଟାକୁ ଦେଖିକରି ଅନ୍ୟ ସବୁ ଦେଶର ଅନ୍ୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ତୁଙ୍ଗ ନେତାମାନେ ହୁଅନ୍ତୁ ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଯେ ବିଜୁ କିଭଳି ଭାବରେ ବଡ଼ିଗାର୍ଡ଼ ନ ନେଇକରି ସେ ଯାତାୟାତ କରୁଛନ୍ତି। ଅନ୍ୟାନ୍ୟ ଦେଶର ଚିଫ୍ ମିନିଷ୍ଟର ହୁଅନ୍ତୁ ବା ଅନ୍ୟାନ୍ୟ ଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ଅନ୍ୟାନ୍ୟ ଦେଶର ଅନ୍ୟାନ୍ୟ ରାଜ୍ୟର ମନ୍ତ୍ରୀ ହୁଅନ୍ତୁ ସେମାନେ ଯେତେବେଳେ ବିମାନ ଯାତ୍ରା କରନ୍ତି ବା କୁଆଡ଼େ ଗସ୍ତରେ ଯାଆନ୍ତି ସେତେବେଳେ ତାଙ୍କ ସହିତ ମାନେ ବନ୍ଧୁକଧାରୀ ଗାର୍ଡ଼ ସବୁବେଳେ ଥାଆନ୍ତି ତାଙ୍କର ସିକ୍ୟୁରିଟି ପାଇଁ। କିନ୍ତୁ ବିଜୁବାବୁ କହନ୍ତି ଯେ ମୁଁ ତ ହେଉଛି ଜନସାଧାରଣଙ୍କର ମଣିଷ, ମୋର ସିକ୍ୟୁରିଟି କ'ଣ ଦରକାର, ମୋର ସିକ୍ୟୁରିଟି ଦରକାର ନାହିଁ ଏବଂ ସିଏ ଏପରିକି ଏକଥା ସେ ମୁଁ ଗୋଟେ ଘଟଣା ଜାଣିଛି ଯେତେବେଳେ ବିଜୁବାବୁ ଯେତେବେଳେ ସିକ୍ୟୁରିଟି ପାଇଁ ମନା କଲେ ସେତେବେଳେ ପ୍ୟାରୀବାବୁ ଥାଆନ୍ତି ତାଙ୍କର ସେକ୍ରେଟାରୀ, ପ୍ୟାରୀବାବୁ ତାଙ୍କୁ ବାଧ୍ୟ କଲେ, କହିଲେ ଆଜ୍ଞା ବର୍ତ୍ତମାନ କଥା ହେଉଛି ପ୍ରୋଟୋକଲ୍ ଚାହୁଁଛି ଯେ ଆପଣ ଗୋଟେ ସିକ୍ୟୁରିଟି ଆପଣଙ୍କର ଘରେ ସିକ୍ୟୁରିଟି ରହିବ ଏବଂ ଆପଣ ଯୁଆଡ଼େ ଯିବେ ସିକ୍ୟୁରିଟି ନେଇକରି ଯିବେ। ସେ ବିଜୁବାବୁ ତାଙ୍କ କଥାକୁ ହସିକରି ଉଡ଼ାଇ ଦେଇଥିଲେ ଏବଂ ତାପରେ ଗୋଟେ ଘଟଣା ଘଟିଥିଲା। ବିଜୁବାବୁ ଦିନେ ରାତିରେ ଶୋଇଥିଲା ବେଳେ ରାତି 2ଟା ବେଳେ ଜଣେ ଭଦ୍ରଲୋକ ସିଏ ସିଧାସଳଖ ବିଜୁବାବୁଙ୍କ ଶୟନ କକ୍ଷ ପର୍ଯ୍ୟନ୍ତ ଚାଲିକି ଯାଇଥିଲା, ମାନେ ବିଜୁବାବୁ ଉପର ମହଲାରେ ଶୁଅନ୍ତି, ଉପର ମହଲା ପର୍ଯ୍ୟନ୍ତ ଚାଲିକି ଯାଇଥିଲା, ଚାଲିକି ଯାଇକରି ବିଜୁବାବୁଙ୍କୁ ଉଠାଇଥିଲା, କହିଲା ଓ ଚିଫ୍ ମିନିଷ୍ଟର ପ୍ଲିଜ୍ ଗେଟ୍ ଅପ୍। ସେଠୁ ବିଜୁବାବୁ ଉଠି କହିଲେ ତୁ କିଏ କୁଆଡ଼େ ଆସିଛୁ? ସେଠୁ ଚିଫ୍ ମିନିଷ୍ଟର ସେ ଭଦ୍ରଲୋକ କହିଲା ଯେ ମୁଁ ହେଉଛି ଗୋଟେ ମିଲିଟାରୀ ଲୋକ, ଆଇ ଏମ୍ ଆନ୍ ଏକ୍ସ ମିଲିଟାରୀ ମ୍ୟାନ୍ and I am an Odia. I don't want to see that my chief minister's life is at risk. कहला मो लाइफ कौन रिस्क अच्छे, मो लाइफ किसी रिस्क नहीं ना ଆପଣ ଏମିତି ରହୁଛନ୍ତି। ମୁଁ ତ ଗୋଟେ ବନ୍ଧୁକ ଧରିକି ଆସିକରି ପହଞ୍ଚିକି ଆପଣ ବେଡ଼ରୁମ୍ରେ ପହଞ୍ଚିଗଲି ଆଉ ଯେକୌଣସି ଲୋକ ତ ଯେତେବେଳେ ଚାହିଁବ ସେ ଆସିକରି ଆପଣଙ୍କୁ ଏଠି ଗୁଳି କରି ମାରିଦେବ। ଏଠୁ ବିଜୁ ହସିଲେ, ହସିକି ତାକୁ କହିଲେ ଯେ ନାଇଁ ମୋତେ କେହି ମାରିବେନି, କାରଣ ମୋତେ ଯିଏ ମାରିବ ସେ ଜାଣିବ ଯେ ସେ ନିଜେ ଆତ୍ମହତ୍ୟା କରୁଛି ବୋଲି। ଆଉ ଆଇ ଡୋଣ୍ଟ ଥିଙ୍କ ଦ୍ୟାଟ୍ ଏନିବଡ଼ି ୱିଲ୍ ଥିଙ୍କ ଦ୍ୟାଟ୍ ମାଇ ଲାଇଫ୍ ଇଜ୍ ମୋର୍ ଭ୍ୟାଲୁଏବୁଲ୍ ଦେନ୍ ଏ ବୁଲେଟ୍।
କହିକି ହସିକି ଉଡ଼େଇ ଦେଇଥିଲେ। କିନ୍ତୁ ଏଇ ଘଟଣାଟା ବିଜୁ କାହାକୁ କହିନଥିଲେ ବି ବିଜୁବାବୁ ସେ ଘଟଣାଟା ମୋତେ କହିଥିଲେ ଏବଂ ତା ପରଦିନ ଖବରକାଗଜରେ ଏ କାହାଣୀ ବାହାରିଥିଲା ଯେ ବିଜୁଙ୍କ ମାନେ ଜୀବନ ପ୍ରତି ବିପଦ ସୃଷ୍ଟି ହେଲାଣି ଏବଂ ବିଜୁଙ୍କ ଘରକୁ ରାତିରେ ଜଣେ ଲୋକ ଆସିକରି ଏମିତି ମାନେ ବେଡ଼ରୁମ୍ରେ ପଶିକରି ବିଜୁଙ୍କୁ ଉଠେଇଥିଲା ନିଦରୁ ଏବଂ ସେ ଖବର ବାହାରିଲା ପରେ ବିଜୁକୁ ମୋତେ ଡାକିକିରି ବିରକ୍ତ ହେଇଥିଲେ। କହିଲେ ତୁ ଏ କଥା କେମିତି କହିଲୁ, ମୁଁ ତ ଚାହୁଁନଥିଲି ଏ କଥାକୁ ଗୋଟେ ପବ୍ଲିସାଇଜ୍ ହଉ ବୋଲି। ମୁଁ କହିଲି ନାଇଁ ମୁଁ ଏ କଥା କହିନି ଆଜ୍ଞା। ନା ଆଉ କିଏ କହିଲା? ମୁଁ କହିଲି ଯେଉଁ ଖବରକାଗଜରେ ବାହାରିଛି ସେ ଖବରକାଗଜର ପ୍ରତିନିଧି କାହାର କ୍ଲୋଜ୍ ଆପଣ ସେଇଟା ଭାବନ୍ତୁ। ସେ ସେଠୁ ହି ୱାଜ୍ ଭେରି ଇଣ୍ଟେଲିଜେଣ୍ଟ, ହି ୱାଜ୍ ଭେରି ଟ୍ୟାଲେଣ୍ଟେଡ଼ ପର୍ସନ୍। ସେ ଜାଣିପାରିକି କହିଲା ଆଚ୍ଛା ଆଚ୍ଛା ଏଇଟା ମୁଁ ବର୍ତ୍ତମାନ ବୁଝିପାରିଲି ଯେ କେଉଁ ସୋର୍ସରୁ ଏ ଖବର ଲିକ୍ ହେଇଛି। କାରଣ ଏ ଖବର ତୁ ଜାଣିଥିଲା, କେବଳ ତୁ ଜାଣିଥିଲୁ ଆଉ ମୁଁ ଜାଣିଥିଲି, ଆଉ କାହାକୁ କେହି ପ୍ରାୟ ଜାଣିନଥିଲେ। ମୁଁ କହିଲି ଯେ ଯିଏ ବ୍ୟବସ୍ଥାଟା କରିଥିଲେ ସିଏ ତ ଜାଣିଥିବେ ନା ଯିଏ ସେ ଲୋକଟିକି ଆପଣଙ୍କ ପାଖକୁ ରାତିରେ ପଠାଇଥିଲେ ଆପଣଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଜଣାଇ ଦେବା ପାଇଁ। ସେଠୁ ବିଜୁ ହସିଥିଲେ ବହୁତ, ହସିକରି ସେ କହିଲେ ଠିକ୍ ଅଛି ଏବଂ ତାପରେ ତା ପରଦିନଠୁ ତାଙ୍କୁ କୁହାଗଲା ଯେ ନାଇଁ ଆପଣ ଯେତେବେଳେ ଯୁଆଡ଼େ ଯିବେ ଆପଣ ସହିତ ପୋଲିସ ଲୋକ ଯିବା ନିହାତି ଆବଶ୍ୟକ। ଆପଣଙ୍କ ଘରେ ବି ପୋଲିସ ଗାର୍ଡ଼ ରହିବା ଦରକାର। କାରଣ ଆଗରୁ ନବୀନ ନିବାସରେ କେବେ ହେଲେ ବିଜୁ ଥିବାବେଳେ ପୋଲିସ ଗାର୍ଡ଼ ରହୁନଥିଲେ। ନବୀନ ନିବାସର ମାନେ ମେନ୍ ଗେଟ୍ ଏବଂ ଭିତର ବି ସବୁବେଳେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଥିଲା।